हेलो एवरीवन। मोर नाम ब्रजेंद्र मंडल। ମୁଁ 2025ରେ ଡିପ୍ଲୋମା ପାସ୍ ଆଉଟ୍ ଏସ୍କେଡିବି ଗଭର୍ଣ୍ଣମେଣ୍ଟ ପଲିଟେକ୍ନିକରେ। ତ ତା ସହିତ ମୋର କ୍ୟାମ୍ପସ୍ ହେଇଯାଇଥିଲା ହିଣ୍ଡାଲକୋ ଇଣ୍ଡଷ୍ଟ୍ରି ଲିମିଟେଡ଼ରେ। ତ କ୍ୟାମ୍ପସ୍ ହେଲା ପରେ ଫାଇନାନ୍ସିଆଲ କଣ୍ଡିସନ୍ ମୋର ଖରାପ ଥିବାରୁ ମୁଁ ସେଠି ମୋତେ ଜଏନ୍ କରିଥିଲି। ସେଠି ଜଏନ୍ କରିବା ସହିତ ମୋତେ ହାୟର ଷ୍ଟଡ଼ି ବି କରିବାର ଥିଲା। ତ ମୋ ସାଙ୍ଗମାନଙ୍କ ସହିତ କଥା ହେଲା ପରେ ଜାଣିବା ପାଇଁ ପାଇଲି ଯେ କ୍ଲାସେସ୍ ଭୁବନେଶ୍ୱରରେ ମତଲବ ଭଲ କୋଚିଂ ଦେଉଛନ୍ତି। ତ ସେଥିପାଇଁ ମୁଁ ସାର୍ଙ୍କ ସହିତ କଣ୍ଟାକ୍ଟ କଲି, ସରୋଜ ସାର୍ଙ୍କ ସହିତ। କଣ୍ଟାକ୍ଟ ହେଲା ପରେ ମୁଁ ଅନଲାଇନ୍ ପ୍ରଥମେ ଜଏନ୍ କଲି। ଅନଲାଇନ୍ରେ ଜଏନ୍ କରିସାରିଲା ପରେ ମୁଁ ପାଠ ପଢ଼ା ଷ୍ଟାର୍ଟ କଲି ସେଇଠି। ଭଲ ପାଠ ମତଲବ ଅନଲାଇନ୍ରେ ବହୁତ ଭଲ ପାଠ ପଢ଼ା ହେଉଥିଲା। ତ ମତଲବ ଜବ୍ ସହିତ ମୋର ଟାଇମ୍ ମତଲବ କ୍ଲାସ୍ ଟାଇମ୍ ଜବ୍ ଟାଇମ୍ ମତଲବ ଅଲଗା ଡିଫରେଣ୍ଟ ହେଇଯାଉଥିଲା। ତ ସେଇ ପାଇଁ ମୋତେ ଅସୁବିଧା ହେଲା। ତ ପୁଣି ସାର୍ଙ୍କ ସହିତ କଣ୍ଟାକ୍ଟ କଲି, କଥା ହେଲି କ'ଣ କରିବି। ସାର୍ ବୁଝେଇଲେ ବହୁତ କିଛି। ତ ମୋତେ ପୁଣି ସେଥିରେ ଜବ୍ ଛାଡ଼ିବା ପାଇଁ ପଡ଼ିଲା ହାୟର ଷ୍ଟଡ଼ି ପାଇଁ। ତ ସାର୍ଙ୍କ ପାଖକୁ ଆସିଗଲି। ଆସିବା ସହିତ ମୁଁ 2 ମାସ ଏଠି ଭୁବନେଶ୍ୱରରେ ରହି ପ୍ରିପାରେସନ୍ ଷ୍ଟାର୍ଟ କଲି ପୁଣି ଅଫଲାଇନ୍ରେ। ତ ସାର୍ ମୋତେ ମୋତେ ଯେତେ ସୁବିଧା ହେଇପାରେ ସେତେ ସୁବିଧା ମତଲବ ଯୋଗେଇଲେ। ତ ବହୁତ ସାରା ଟେଷ୍ଟ ବି କରେଇଲେ। ମତଲବ ଏକୁରେସି ବହୁତ ଖରାପ ଥିଲା ପ୍ରଥମେ ମୋର, ଭୁଲ ବହୁତ ହେଉଥିଲା। ତ ଏକୁରେସିକୁ ମେଣ୍ଟେନ୍ କରିବା ପାଇଁ ପଡ଼ୁଥିଲା। ଧୀରେ ଧୀରେ ମତଲବ ଗ୍ରୋଥ୍ ବି ହେଲା ମୋର। ତ ଏତିକି କହିବି ଯେ ସମସ୍ତେ ଚେଷ୍ଟା କରିବେ ଯେମିତି ତାଙ୍କର ଏକୁରେସି ଏକ୍ଜାମରେ କେମିତି ସେମାନେ ଏକୁରେସି ଡେଭଲପ୍ କରିପାରିବେ ବହୁତ ସାରା। ତ ତାଙ୍କର ମତଲବ ର୍ୟାଙ୍କ ଭଲ ଆସିବ। ତ ଏଇ ମସିହା 2026 ମସିହା ଅଜୟରେ ମୋର 10th ର୍ୟାଙ୍କ ଥିଲା। ତ ଆମ କୋଚିଂରେ କ୍ଲାସେସ୍ କୋଚିଂରେ ତ ଆମର ବହୁତ ସାରା ପିଲା ଟପ୍ 10 ଟପ୍ 30 ଭିତରେ ବହୁତ ସାରା ପିଲା ବି ଅଛନ୍ତି। ଏବେ କହିବାକୁ ଗଲେ ଟପ୍ 30 ଭିତରେ ଆମର ଆସପାସ 20 ପ୍ଲସ୍ ପିଲା ଅଛନ୍ତି। ଏବଂ ଟପ୍ 10 ଭିତରେ ଆମର 8 ଜଣ ପିଲା ଏଥର ମତଲବ ପଜିସନ୍ ଆଣିଛନ୍ତି। ତ ଏବେଠୁ ଆମର ବେସ୍ ଷ୍ଟାର୍ଟ ହେଇଗଲାଣି କ୍ଲାସ୍ରେ। ତ ସମସ୍ତଙ୍କୁ କହିବାକୁ ଚାହୁଁଛି ସମସ୍ତେ ଜଏନ୍ କରନ୍ତୁ, ଭଲ ପ୍ରିପାରେସନ୍ କରିପାରିବେ ଏଥିରେ ବୋଥ୍ ଅନଲାଇନ୍ ଅଫଲାଇନ୍। ତ ସମସ୍ତେ ଜଏନ୍ କରନ୍ତୁ, ସାର୍ଙ୍କ ସହିତ କଣ୍ଟାକ୍ଟ କରନ୍ତୁ। ସାର୍ଙ୍କ ନମ୍ବର ବି ଆପଣ ପାଇଯିବେ ଗ୍ରୁପ୍ରେ ଅନଲାଇନ୍ରେ। ପିଲାଙ୍କ ପାଖରୁ ବହୁତ ସାରା ପିଲାଙ୍କ ପାଖରୁ ବହୁତ ସାରା ପିଲା ମଧ୍ୟ ଏଠାରେ ପାଠ ପଢ଼ି ବହୁତ ଭଲ ଭଲ ର୍ୟାଙ୍କ ରଖି ଭଲ ଭଲ ଗଭର୍ଣ୍ଣମେଣ୍ଟ ଇନଷ୍ଟିଚ୍ୟୁଟ୍ରେ ପାଠ ପଢ଼ି ବହୁତ ସାରା ଗଭର୍ଣ୍ଣମେଣ୍ଟ ଜବ୍ ବି ପାଇଲେନି। ତ ଆପଣମାନଙ୍କୁ ଏତିକି କହିବି ଯେ ଆପଣମାନେ ଏଥିରେ ଜଏନ୍ କରନ୍ତୁ, ପାଠ ପଢ଼ନ୍ତୁ, ଆପଣ ବହୁତ ଭଲ ର୍ୟାଙ୍କ ଆସିବ। ତ ଏଥିରେ ମୁଖ୍ୟତଃ ଆପଣ ଏକୁରେସି ୟୁ କ୍ୟାନ୍ ମେଣ୍ଟେନ୍ ଦ ଏକୁରେସି। ସୋ then all are join these classes. This class is best for everyone. So thank you.